କେଉଁ 10 ଜଣ କେବେ ବି ଅପବିତ୍ର ହୁଅନ୍ତି ନାହିଁ। ହଁ ଦର୍ଶକ ବନ୍ଧୁ, ଆପଣମାନେ ଠିକ୍ ଶୁଣିଲେ। ପୃଥିବୀର କେଉଁ 10 ଜଣ ଲୋକ କେବେ ବି ଅପବିତ୍ର ହୁଅନ୍ତୁ ନାହିଁ। ଆପଣଙ୍କ ମନରେ ସନ୍ଦେହ ନିଶ୍ଚୟ ଭାବରେ ଥିବ, କିଏ ଏମିତି ଅଛନ୍ତି ଯେ କେବେ ବି ସେ ଅପବିତ୍ର ବା ଛୁଆଁ ଅଛୁଆଁ ହୁଅନ୍ତି ନାହିଁ, ତାଙ୍କ ପାଖରେ କୌଣସି ବାରଣ ନାହିଁ। ତ ଦର୍ଶକ ବନ୍ଧୁ, ଆଜି ଆମେ ଜାଣିବା କେଉଁ 10 ଜଣଙ୍କ କେବେ ବି ଅପବିତ୍ର ହୁଅନ୍ତି ନାହିଁ। ଦର୍ଶକ ବନ୍ଧୁ ଆମେ କିଛି ମନଗଢ଼ା କଥା କହୁନାହୁଁ, ଯାହା ଆମ ହିନ୍ଦୁ ଧର୍ମର ପୁରାଣରେ ଉଲ୍ଲେଖ ଅଛି, ସେହି ପୁରାଣ ମଧ୍ୟରୁ ହିଁ ଆମେ କହୁଛୁ। ଏହି କଥାଟି ଆମର ହିନ୍ଦୁ ଧର୍ମର ପୁରାଣ ନୃସିଂହ ପୁରାଣରୁ ଆସିଛି। ସେଥିରେ ପ୍ରାଞ୍ଜଳ ଭାବରେ ଉଲ୍ଲେଖ ହୋଇଛି ଯେ କେଉଁ 10 ଜଣ ଏ ମର୍ତ୍ତ୍ୟମଣ୍ଡଳରେ କେବେ ବି ଅପବିତ୍ର ହୋଇନଥାନ୍ତି, ସେ ସଦାସର୍ବଦା ପବିତ୍ର ହୋଇଥାନ୍ତି। ତ ଦର୍ଶକ ବନ୍ଧୁ, ଆଜି ସେହି 10 ଜଣଙ୍କ ନାଁ ଆପଣମାନଙ୍କୁ ମୁଁ କହିବି, ଯାହାକି ଆପଣମାନେ ଶୁଣିଲା ପରେ ନିଶ୍ଚୟ ଭାବରେ ଜାଣିପାରିବେ। ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଭିଡ଼ିଓକୁ ଗୋଟେ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ କମେଣ୍ଟରେ ଜୟ ଶ୍ରୀରାମ ବୋଲି ଲେଖିଦିଅନ୍ତୁ। ଦର୍ଶକ ବନ୍ଧୁ, ପ୍ରଥମରେ ପବନ ସବୁଆଡ଼େ ବୋହିଥାଏ। ସେ ନାଳ ନର୍ଦ୍ଦମାଠୁ ଆରମ୍ଭ କରି ଦେଶ, ବଣ, ପର୍ବତ, ପାହାଡ଼ ସବୁଆଡ଼େ ବୁଲିଥାଏ। ଯଦି କୌଣସି ମଢ଼ ବା ମୁର୍ଦାର ପଡ଼ିଥାଏ, ତାକୁ ମଧ୍ୟ ଛୁଇଁକି ସେ ବୋହିଥାଏ, କିନ୍ତୁ ସେ କେବେ ବି ଅପବିତ୍ର ହୋଇନଥାଏ। ଦ୍ୱିତୀୟରେ ହେଲା ମକ୍ଷିକା। ସେ ମାଛି ହେଉ କିମ୍ବା ମହୁମାଛି ହେଉ, ସେହି ମହୁମାଛି ବିଭିନ୍ନ ଜାଗାରୁ ଅଇଁଠା କରି ବା ଶୋଷାଡ଼ି ଫୁଲରୁ ମଧୁ ସଂଗ୍ରହ କରି ତା ବସାରେ ରଖିଥାଏ। ସେହି ମହୁ ଯାଇ ବ୍ରାହ୍ମଣ ତାଙ୍କୁ ପଞ୍ଚାମୃତରେ ପଡ଼ିଥାଏ ଏବଂ ସେ ମହୁ କେବେ ବି ଅପବିତ୍ର ହୋଇନଥାଏ। ସେହି ମଛି ମଧ୍ୟ ଆମେ ଖାଦ୍ୟରେ ଖାଇଲା ବେଳେ ଯଦି ମାଛିଟିଏ ପଡ଼ିଯାଉଛି, ସେ ମାଛି ଆମେ ଉଠେଇ ଦେଇ ଖାଉଛନ୍ତି, ସେ ମଧ୍ୟ ଅପବିତ୍ର ହୋଇନଥାଏ। ତୃତୀୟରେ ହେଲା ଗୋମାତା କେବେ ବି ଅପବିତ୍ର ହୋଇନଥାନ୍ତି, କାରଣ ପ୍ରଥମେ ଆମେ ଗାଈ ଦୁହିଁବା ପୂର୍ବରୁ ପ୍ରଥମେ ଗାଈର ଯେଉଁ ବାଛୁରୀଟିକୁ ଆମେ ତାକୁ ଛାଡ଼ିଥାନ୍ତି, ସେ ପ୍ରଥମେ ଖାଇ ଅଇଁଠା କଲା ପରେ ଆମେ କ୍ଷୀର ଦୁହିଁ ଆମେ ଖାଇଥାନ୍ତି ବା ଦେବାଦେବୀଙ୍କୁ ମଧ୍ୟ ଅର୍ପଣ କରିଥାନ୍ତି। ସେହି କ୍ଷୀର ମଧ୍ୟ ଭଗବାନ ଶିବଙ୍କ ଲିଙ୍ଗରେ ଅଭିଷେକ କରାଯାଇଥାଏ, କାରଣ ସେ ଗାଈର ଅଇଁଠା ହୋଇଥିଲେ ମଧ୍ୟ ସେ ଅପବିତ୍ର ନୁହେଁ। ତେଣୁ ଗାଈ କେବେ ବି ଅପବିତ୍ର ନୁହେଁ। ଏବଂ ଚତୁର୍ଥରେ ହେଲା ଅଗ୍ନି କେବେ ବି ଅପବିତ୍ର ନୁହେଁ। ଅଗ୍ନି ହେଲା ଯେମିତି କହନ୍ତି ସବୁକୁ ସେ ଦାହ କରିଦେଇଥାଏ। ସେ ଅଗ୍ନିରେ ଆମେ ହୋମ କରନ୍ତି, ସେ ଅଗ୍ନିରେ ହିଁ ଏକ ଶବଦାହ ମଧ୍ୟ କରନ୍ତି। ତେଣୁ ଅଗ୍ନି କେବେ ବି ଅପବିତ୍ର ହୋଇନଥାଏ। ପଞ୍ଚମରେ ହେଲା ଯେ କି ଜଳ, ବୋହିଯାଉଥିବା ନଦୀର ଜଳ ଆପଣମାନେ ଦେଖିଥିବେ ଯେ ବିଭିନ୍ନ ପ୍ରକାରର ମଲା ଜୀବ ଭାସୁଥାନ୍ତି, ଅପରିଷ୍କାର ଭାସୁଥାଏ। ସେହିଭଳି କିନ୍ତୁ ସେହି ଜଳକୁ ଭଗବାନଙ୍କ ଠାରେ ଅର୍ପଣ କରାହୋଇଥାଏ ଏବଂ ତାକୁ ମଧ୍ୟ ଲୋକମାନେ ଗ୍ରହଣ କରିଥାନ୍ତି। ଗଙ୍ଗା ଜଳ ଭଳି ସେ ମଧ୍ୟ ପବିତ୍ର, ସେ କେବେ ବି ଅପବିତ୍ର ହୋଇନଥାଏ। ଏବଂ ସେହି ଜଳକୁ ଆମର ଶ୍ରାବଣ ମାସରେ ମଧ୍ୟ ପାଣି ଭାର ନେଇ କାଉଡ଼ିଆମାନେ ନେଇ ଭଗବାନ ଶିବଙ୍କ ମୁଣ୍ଡରେ ଅଭିଷେକ କରିଥାନ୍ତି। ତେଣୁ ଜଳରେ କେବେ ବି ଜଳ ଅପବିତ୍ର ନୁହେଁ, ଜଳ ସର୍ବଦା ପବିତ୍ର। ଏବଂ ସପ୍ତମରେ ଯିଏ ହେଲା ସେ ହେଲା ମାଟି। ସେମିତି ସେହି ମାଟିରେ ଗୋଟିଏ ଜାଗାରେ ଶବ ପୋତାଯାଏ ଏବଂ ସେହି ଜାଗାରେ ଲୋକମାନେ ପରିସ୍ରା କରନ୍ତି, ମଳତ୍ୟାଗ କରନ୍ତି। ସେହି ଜାଗାରେ ବି ମଧ୍ୟ ଆମେ ଅନେକ ଶୁଭ କାର୍ଯ୍ୟ କରିଥାନ୍ତି। ତେଣୁ ମାଟି କେବେ ବି ମାଟି ମା ଅପବିତ୍ର ହୋଇନଥାଏ। ମାଟି ସଦାସର୍ବଦା ସେ ପବିତ୍ର ଏବଂ ପବିତ୍ରତା
ହୋଇ ରହିଥାଏ। ଏବଂ ତାପରେ ହେଲା ନା ଦେବାଳୟ। ଦେବାଳୟ ଆପଣମାନେ ଜାଣିଥିବେ ଦେବାଳୟ କେବେ ବି ଅପବିତ୍ର ହୋଇନଥାଏ। ସେହି ଦେବାଳୟକୁ ସେ ପୁରୀର ଶ୍ରୀମନ୍ଦିର ହେଉ କିମ୍ବା କପିଳାସର ବାବା ଚନ୍ଦ୍ରଶେଖରଙ୍କ ମନ୍ଦିର ହେଉ, ସେ ଯେକୌଣସି ମନ୍ଦିର ହେଲେ ସେ କେବେ ବି ଅପବିତ୍ର ହୋଇନଥାଏ। କାରଣ ଦେବାଳୟକୁ ବିଭିନ୍ନ ଜାତିର ଲୋକ ଦର୍ଶନ କରିବା ପାଇଁ ଯାଆନ୍ତି। ମୁଁ ବର୍ତ୍ତମାନ କୌଣସି ଜାତି ବିରୁଦ୍ଧରେ କହୁନି, କିନ୍ତୁ ଆପଣମାନେ ଦେଖିଥିବେ ବିଭିନ୍ନ ଜାତିର ଲୋକ ସେହି ଦେବାଳୟକୁ ଯାଆନ୍ତି। ପ୍ରାୟତଃ ଲୋକ ଆମିଷ ମଧ୍ୟ ଭକ୍ଷଣ କରିଦେଇ ଯାଆନ୍ତି। ଯେଉଁମାନେ ହେତୁବାଦୀମାନେ ଭଗବାନଙ୍କୁ ବିରୋଧ କରନ୍ତି ସେମାନେ ଆମିଷ ମଧ୍ୟ ମଦ ଆମିଷ ଖାଇକି ମଧ୍ୟ ପ୍ରବେଶ କରନ୍ତି। ସେ ଦେବତା ଯେହେତୁ ପବିତ୍ର, ସେ ଦେବତାଙ୍କର ପବିତ୍ରତାରେ ସେ ଜାଗା ସର୍ବଦା ପବିତ୍ର ହୋଇ ରହିଥାଏ, ଯେ କେବେ ବି ଅପବିତ୍ର ହୋଇନଥାଏ। କାରଣ ସେଠି ଯେକୌଣସି ଜାତି ଗଲେ ମଧ୍ୟ କ'ଣ ସେ ପବିତ୍ର ହୋଇଯିବ? ଭଗବାନଙ୍କ ଆଖିରେ ସବୁବେଳେ ସମସ୍ତେ ସମାନ। ତେଣୁ ଭଗବାନଙ୍କର ଦେବାଳୟ ଯେଉଁ ମନ୍ଦିର, ସେ ମନ୍ଦିର ସଦାସର୍ବଦା ପବିତ୍ର ହୋଇ ରହିଥାଏ। ଯେଉଁଭଳି ପବନ, ଅଗ୍ନି, ମାଟି ଏବଂ ଗୋମାତା ମଧୁମକ୍ଷୀଙ୍କ ଠାରେ କେବେ ବି ସେ ଅପବିତ୍ର ହୁଅନ୍ତି ନାହିଁ, ସେହିଭଳି ବୃକ୍ଷଲତା ମଧ୍ୟ ଅପବିତ୍ର ହୁଅନ୍ତି ନାହିଁ। ପ୍ରଥମ ହେଲା ମାତା ବୃନ୍ଦାବତୀ ବା ତୁଳସୀ। ତୁଳସୀ ଗଛ କେବେ ବି ଅପବିତ୍ର ହୁଏ ନାହିଁ। ଆପଣମାନେ ଜାଣିଥିବେ ସେହି ତୁଳସୀ ଗଛ ଉପରେ ଲୋକମାନେ ପ୍ରାୟତଃ ଅଇଁଠା ଫଇଁଠା ପକାଇ ଦିଅନ୍ତି। କୁକୁର ମଧ୍ୟ ପରିସ୍ରା କରିଥାଏ, କିନ୍ତୁ ସେହି ତୁଳସୀ ମଧ୍ୟ ଭଗବାନଙ୍କ ଠାରେ ଅର୍ପଣ କରାଯାଏ। ବ୍ରାହ୍ମଣ ଗୋସାଇଁ ଯେଉଁ ପଞ୍ଚାମୃତ କରନ୍ତି, ସେହି ପଞ୍ଚାମୃତରେ ମଧ୍ୟ ସେହି ତୁଳସୀ ପତ୍ରଟିଏ ପକାଇ ଭଗବାନଙ୍କୁ ଅର୍ପଣ କରାଯାଏ। ଏବଂ ଦାରୁବ୍ରହ୍ମ କେବେ ବି ଅପବିତ୍ର ହୁଏ ନାହିଁ। ଏବଂ ଭଗବାନ ଯେଉଁ ତ୍ରିଶାଖା ବେଲପତ୍ର ଗ୍ରହଣ କରୁଛନ୍ତି ଭଗବାନ ଶିବଶଙ୍କର, ସେହି ଶିବଶଙ୍କରଙ୍କ ଠାରେ ଯେଉଁ ବେଲପତ୍ର ଚଢ଼ାଯାଏ ସେ ମଧ୍ୟ କେବେ ବି ଅପବିତ୍ର ହୁଏ ନାହିଁ। ଏବଂ ନଡ଼ିଆ ମଧ୍ୟ କେବେ ବି ଅପବିତ୍ର ହୁଏ ନାହିଁ, କାରଣ ସେ ସବୁବେଳେ ଶୁଦ୍ଧ। ତାକୁ ଯିଏ ଛୁଇଁଲେ ଯେମିତି ଯାହା କଲେ ମଧ୍ୟ ସେ କେବେ ବି ଅପବିତ୍ର ହୋଇନଥାଏ। ତ ଦର୍ଶକ ବନ୍ଧୁ, ଆମର ହିନ୍ଦୁ ଧର୍ମର ପୁରାଣ ଅନୁସାରେ ଆମ ନୃସିଂହ ପୁରାଣରେ ଯାହା ଉଲ୍ଲେଖ ଅଛି, ତ ସେହି ମଧ୍ୟରୁ ମୁଁ କିଛି ଗୋପନୀୟ କଥା ଆପଣମାନଙ୍କୁ କହିଲି। ତ ଯଦି ଏଇଭଳି ଗୋପନୀୟ ରହସ୍ୟମୟ ପୁରାଣ ତଥ୍ୟ ଜାଣିବା ପାଇଁ ଚାହୁଁଛନ୍ତି, ତାହେଲେ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ରଖନ୍ତୁ। ଏବଂ ଯଦି ଭିଡ଼ିଓଟିକୁ ଏପର୍ଯ୍ୟନ୍ତ ଲାଇକ୍ କରିନାହାନ୍ତି, ତାହେଲେ ଲାଇକ୍ କରି ଏକ ସୁନ୍ଦର କମେଣ୍ଟ କରନ୍ତୁ, ଯାହାଫଳରେ କି ଆମକୁ ଏଇଭଳି ଆପଣଙ୍କ ନିକଟକୁ ସୁନ୍ଦର କଥା ପୁରାଣ ଭିତରୁ ପହଞ୍ଚିବା ପାଇଁ ଗୋଟେ ଖୁସି ଲାଗିବ। ତେଣୁ ମୁଁ ଅନୁରୋଧ କରେ କି ପ୍ରଭୁ ଜଗତରନାଥ ଜଗନ୍ନାଥ ଚକାଡୋଳିଆ ସମସ୍ତଙ୍କୁ ଭଲ ରଖିଥାନ୍ତୁ। ତ ଦର୍ଶକ ବନ୍ଧୁ, ଆଜି ପାଇଁ ଏତିକି। ପୁଣି ଆପଣଙ୍କ ପାଇଁ ଏକ ରହସ୍ୟମୟ ପୁରାଣ କଥା ନେଇ ଆସିବି। ସେଥିପାଇଁ ପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।